ତେବେ ଆସନ୍ତୁ ବାଲ୍ମୀକି ରାମାୟଣର କାହାଣୀରେ ଆଗକୁ ବଢ଼େବା। ରାଜା ଦଶରଥଙ୍କ ସେହି ସଂକଳ୍ପକୁ ପୂରା ଗୋଟିଏ ବର୍ଷ ବିତିଗଲାଣି। ଅଯୋଧ୍ୟାରେ ବସନ୍ତ ଋତୁ ଫେରିଆସିଛି, ଆଉ ତା ସହିତ ଫେରିଆସିଛି ଏକ ନୂଆ ଆଶା। ଆଜି ଆମେ ବାଳକାଣ୍ଡର ତ୍ରୟୋଦଶ ସର୍ଗ ଭିତରକୁ ଯିବା ଆଉ ଦେଖିବା କେମିତି ସେହି ମହାଯଜ୍ଞ ପାଇଁ ପ୍ରସ୍ତୁତି ଆରମ୍ଭ ହେଉଛି। ଏମିତି ଏକ ପ୍ରସ୍ତୁତି ଯାହା ଇତିହାସରେ କେବେ ଦେଖାଯାଇନଥିଲା। ତେବେ ଏଇ ଯୋଉ ପ୍ରସ୍ତୁତିର କଥା ଆମେ କହୁଛେ, ଏହା କ'ଣ କେବଳ ଗୋଟେ ଯଜ୍ଞ ପାଇଁ ଥିଲା? ନା, ବିଲକୁଲ ନୁହେଁ। ଏହା ଥିଲା ଗୋଟେ ସାମ୍ରାଜ୍ୟର ଶକ୍ତି ପ୍ରଦର୍ଶନ। ଏହା ଥିଲା ଜଣେ ରାଜାର ବର୍ଷ ବର୍ଷର ଆଶା, ଆଉ ସେହି ଯୁଗର ଆଧ୍ୟାତ୍ମିକ ଚେତନାର ଏକ ଜ୍ୱଳନ୍ତ ପ୍ରମାଣ। ତେବେ ଚାଲନ୍ତୁ ଆମେ ସମସ୍ତେ ମିଶି ସେହି ମହାନ ଆୟୋଜନର ପ୍ରତିଟି ଛୋଟ ବଡ଼ କଥାକୁ ଜାଣିବା। ତେବେ କାହାଣୀର ଆରମ୍ଭ ହେଉଛି ଖୋଦ୍ ରାଜା ଦଶରଥଙ୍କଠାରୁ। ସେ ସିଧା ପହଞ୍ଚିଛନ୍ତି ନିଜ କୁଲଗୁରୁ ବ୍ରହ୍ମର୍ଷି ବଶିଷ୍ଠଙ୍କ ପାଖରେ, ଆଉ ତାଙ୍କ ସାମ୍ନାରେ ହାତ ଯୋଡ଼ି ଏହି ମହାଯଜ୍ଞ ଆରମ୍ଭ କରିବା ପାଇଁ ଅନୁମତି ମାଗୁଛନ୍ତି। କେବଳ ଅନୁମତି ନୁହେଁ, ମାର୍ଗଦର୍ଶନ ମଧ୍ୟ। ମହର୍ଷି ବାଲ୍ମୀକି ଏହି ଦୃଶ୍ୟକୁ ବହୁତ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଏହାର ଅର୍ଥ ହେଲା, ରାଜା ଦଶରଥ ପ୍ରଥମେ ବିଧିପୂର୍ବକ ଗୁରୁ ବଶିଷ୍ଠଙ୍କୁ ପ୍ରଣାମ କଲେ, ତାଙ୍କୁ ପୂଜା କଲେ, ଆଉ ତାପରେ ଅତି ବିନମ୍ର ଭାବରେ କହିଲେ, ହେ ଦ୍ୱିଜଶ୍ରେଷ୍ଠ, ମୋର ପୁତ୍ର ପ୍ରାପ୍ତି ପାଇଁ ଦୟାକରି ଯଜ୍ଞର ଆୟୋଜନ କରନ୍ତୁ। ଦେଖନ୍ତୁ, ଏହା କେବଳ ଗୋଟେ ଅନୁରୋଧ ନୁହେଁ, ଏହା ହେଉଛି ଜଣେ ରାଜାର, ଜଣେ ଶିଷ୍ୟର ନିଜ ଗୁରୁଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପଣ। ଆଉ ରାଜାଙ୍କର ଏହି କଥାରୁ ତାଙ୍କର ବିଶ୍ୱାସ କେତେ ଗଭୀର ଥିଲା ତାହା ସ୍ପଷ୍ଟ ଜଣାପଡ଼ୁଛି। ତାଙ୍କୁ ପୂରା ଭରସା ଥିଲା ଯେ ଏତେ ବଡ଼, ଏତେ ବିଶାଳ ଆୟୋଜନକୁ ଯଦି କେହି ବିନା ବାଧାବିଘ୍ନରେ ସମ୍ପନ୍ନ କରିପାରିବେ, ତେବେ ସେ ହେଉଛନ୍ତି କେବଳ ତାଙ୍କ ଗୁରୁ ବଶିଷ୍ଠ। ସତରେ ଆମ ସଂସ୍କୃତିର ଗୁରୁ ଶିଷ୍ୟ ପରମ୍ପରାର ଏହାଠୁ ବଡ଼ ଉଦାହରଣ ଆଉ କ'ଣ ହୋଇପାରେ? ଗୁରୁ ବଶିଷ୍ଠ ରାଜାଙ୍କ କଥା ଶୁଣିଲେ ଆଉ କହିଲେ, ତଥାସ୍ତୁ। ବାସ୍ ସେତିକି। ଏହାପରେ ସେ ଆଉ ମୁହୂର୍ତ୍ତେ ବି ଡେରି କଲେ ନାହିଁ, ସିଧା କାମରେ ଲାଗିଗଲେ। ଆଉ ଯେଉଁ ଯୋଜନାଟିଏ ସେ ପ୍ରସ୍ତୁତ କଲେ, ତାହା ଏତେ ବିଶାଳ ଆଉ ଏତେ ସୁଚିନ୍ତିତ ଥିଲା ଯେ ତାହା କେବଳ ତାଙ୍କ ଭଳି ଜଣେ ବ୍ରହ୍ମଜ୍ଞାନୀ ହିଁ କରିପାରିଥାନ୍ତି। ତେବେ ଦେଖନ୍ତୁ, ବାସିଷ୍ଠଙ୍କ ମାଷ୍ଟର ପ୍ଲାନ୍ର 4ଟି ମୁଖ୍ୟ ଭାଗ ଥିଲା। ପ୍ରଥମତଃ, ସବୁ ବିଶେଷଜ୍ଞମାନଙ୍କୁ ଏକାଠି କରିବା। ଦ୍ୱିତୀୟରେ, ଯଜ୍ଞ ପାଇଁ ଯାହା ସବୁ ଦରକାର ସେହି ଭିତ୍ତିଭୂମି ତିଆରି କରିବା। ତୃତୀୟରେ, ସବୁଆଡ଼କୁ ନିମନ୍ତ୍ରଣ ପଠାଇବା। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଚତୁର୍ଥ କଥାଟି ହେଲା, ସମସ୍ତଙ୍କ ପାଇଁ ଏକ ଆଚରଣ ବିଧି ସ୍ଥିର କରିବା। ଜାଣିଛନ୍ତି, ଏହା କେବଳ ଗୋଟେ ଯୋଜନା ନଥିଲା, ଏହା ଥିଲା ଗୋଟେ ଦୃଷ୍ଟିକୋଣ, ଏକ ମହାନ ଦୃଷ୍ଟିକୋଣ। ଆଉ ଟିମ୍ଟା କେମିତି ଥିଲା ଟିକେ ଦେଖନ୍ତୁ। କାହାକୁ ଡକାଗଲା? ଯଜ୍ଞ କରୁଥିବା ପୁରୋହିତ, ବଡ଼ ବଡ଼ ସ୍ଥପତି, କାରିଗର, ବଢ଼େଇ, ଏପରିକି ମାଟି ଖୋଳୁଥିବା ଲୋକ ଆଉ ହିସାବ ରଖୁଥିବା ଲୋକମାନଙ୍କୁ ବି। କେବଳ ସେତିକି ନୁହେଁ, ଅଭିନେତା, ନୃତ୍ୟଶିଳ୍ପୀ, ଶାସ୍ତ୍ରଜ୍ଞ ପଣ୍ଡିତ କେହି ବି ବାଦ ପଡ଼ିନଥିଲେ। ଏଥିରୁ କ'ଣ ଜଣାପଡ଼ୁଛି? ଏହି ଯଜ୍ଞଟା ଖାଲି ପୂଜାପାଠ ନଥିଲା, ଏହା ଥିଲା ଏକ ବିରାଟ ସାମାଜିକ ଆଉ ସାଂସ୍କୃତିକ ମହୋତ୍ସବ, ଯେଉଁଠି ସବୁ ପ୍ରକାର କଳା ଆଉ ଦକ୍ଷତାର ସମାବେଶ ହୋଇଥିଲା। ଆଉ ଆତିଥ୍ୟ, ସେ କଥା ତ କଳ୍ପନା ବାହାରେ। ବଶିଷ୍ଠ ସିଧା ନିର୍ଦ୍ଦେଶ ଦେଲେ ଯେ ବ୍ରାହ୍ମଣମାନଙ୍କ ପାଇଁ ଶହ ଶହ ଘର ତିଆରି ହେବ, ଦୂରରୁ ଆସୁଥିବା ରାଜାମାନଙ୍କ ପାଇଁ ବଡ଼ ବଡ଼ ମଣ୍ଡପ, ଆଉ ଏପରିକି ସାଧାରଣ ନାଗରିକମାନଙ୍କ ପାଇଁ ମଧ୍ୟ ରହିବା ଖାଇବାର ସବୁ ବ୍ୟବସ୍ଥା କରାଯିବ। ଆଉ ଖାଦ୍ୟପେୟରେ ତ କୌଣସି ଅଭାବ ରହିବନି। ଏଥିରୁ ରାଜା ଦଶରଥ ନିଜ ପ୍ରଜାମାନଙ୍କୁ କେତେ ଭଲ ପାଉଥିଲେ ତାହା ସ୍ପଷ୍ଟ ଭାରି ହୋଇପଡ଼ୁଛି। କିନ୍ତୁ ଏସବୁ ବାହାର ଆୟୋଜନଠାରୁ ବି ବଡ଼ କଥା ଥିଲା ବଶିଷ୍ଠଙ୍କ ଯୋଜନାର ନୈତିକ ଦିଗ। ସେ ଗୋଟିଏ କଥା ପରିଷ୍କାର କରିଦେଲେ। କହିଲେ, ଯଜ୍ଞର ସଫଳତା ବାହାର ଚାକଚକ୍ୟରେ ନାହିଁ, ଏହାର ସଫଳତା ଲୁଚି ରହିଛି ଆନ୍ତରିକ ସମ୍ମାନ ଆଉ ଶ୍ରଦ୍ଧା ଭିତରେ। ଆଉ ସେଥିପାଇଁ ସେ ଏହି ନିର୍ଦ୍ଦେଶ ଦେଲେ, ଯାହାକି ଧର୍ମର ସାର କହିଲେ ଚଳେ। ଗୋଟିଏ କଥା ମନେ ରଖ, ଯେମିତି ସବୁ ବର୍ଣ୍ଣର ଲୋକ ସମସ୍ତେ ଯଥୋଚିତ ସମ୍ମାନ ପାଆନ୍ତି, ନିଜ କାମନା କିମ୍ବା କ୍ରୋଧର ବଶବର୍ତ୍ତୀ ହୋଇ କାହାରିକୁ ବି କେବେ ବି ଅପମାନ କରିବ ନାହିଁ। ଭାବି ଦେଖନ୍ତୁ ଥରେ, କେତେ ବଡ଼ କଥା। ଏହା ଥିଲା ସାମାଜିକ ସମାନତାର ଏକ ଆହ୍ୱାନ, କାରଣ ଏହା ବିନା କୌଣସି ବଡ଼ କାମ ସଫଳ ହୋଇପାରେନା। କଥାଟାକୁ ଆହୁରି ସ୍ପଷ୍ଟ କରିବା ପାଇଁ ସେ ଏକ ଗମ୍ଭୀର ଚେତାବନୀ ମଧ୍ୟ ଦେଲେ। ଏହାର ଅର୍ଥ ହେଲା, ମନେ ରଖ, ଯଦି ତୁମେ ଅପମାନ ବା ତିରସ୍କାର ଭାବନା ରଖି କୌଣସି କାମ କରୁଛ, ତେବେ ସେହି କାମ କରୁଥିବା ଲୋକକୁ ହିଁ ନଷ୍ଟ କରିଦେବ। ଏଥିରେ ଟିକିଏ ବି ସନ୍ଦେହ ନାହିଁ। ଏହା ତ ଏକ ଶାଶ୍ୱତ ସତ୍ୟ, ନୁହେଁ କି? ଆମ କର୍ମର ଫଳ ଆମ ଭାବନା ଉପରେ ହିଁ ନିର୍ଭର କରେ। ତେବେ ପ୍ରଶ୍ନ ଉଠୁଛି,
ଖାଲି ରୀତିନୀତି ଠିକ୍ ଭାବରେ କରିବାଠାରୁ ମନ ଭିତରେ ସମ୍ମାନ ରଖିବାଟା କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ ଥିଲା? କାରଣ ଆମ ଧର୍ମର ମୂଳ କଥା ହିଁ ସେୟା। ଆମେ ଯେତେବଳ ପୂଜା କରୁ ବା ଯଜ୍ଞ କରୁ, ଯଦି ମନରେ ଶ୍ରଦ୍ଧା ନାହିଁ, ସମ୍ମାନ ନାହିଁ, ତେବେ ସେସବୁର କିଛି ମୂଲ୍ୟ ନାହିଁ। ସେସବୁ କେବଳ ଗୋଟେ ନିରର୍ଥକ କାମ। କୁହାଯାଏ ନା, ଭଗବାନ ଭାବର ଭୋକିଲା, ବସ୍ତୁର ନୁହେଁ। ଆଚ୍ଛା, ଏତା ଗଲା ଆଚରଣ ବିଧି କଥା। ଏବେ ଆସିବା ପ୍ରସ୍ତୁତିର ପରବର୍ତ୍ତୀ ପର୍ଯ୍ୟାୟକୁ, ଆଉ ତାହା ଥିଲା ନିମନ୍ତ୍ରଣ। ଆଉ ଏହା ଖାଲି ଗୋଟେ ନିମନ୍ତ୍ରଣ ନଥିଲା, ଏହା ଥିଲା ଅଯୋଧ୍ୟାର ରାଜନୈତିକ ଆଉ ସାମାଜିକ ଶକ୍ତିର ଏକ ପ୍ରଦର୍ଶନ। ଆଉ ଏହି ଗୁରୁତ୍ୱପୂର୍ଣ୍ଣ କାମର ଦାୟିତ୍ୱ ଦିଆଗଲା ମୁଖ୍ୟମନ୍ତ୍ରୀ ସୁମନ୍ତ୍ରଙ୍କୁ। ମହର୍ଷି ବଶିଷ୍ଠ ସୁମନ୍ତ୍ରଙ୍କୁ ସିଧା ସିଧା ନିର୍ଦ୍ଦେଶ ଦେଲେ, ପୃଥିବୀରେ ଯେତେ ବି ଧାର୍ମିକ ରାଜା ଅଛନ୍ତି, ସମସ୍ତଙ୍କୁ ନିମନ୍ତ୍ରଣ କର। ଆଉ ସବୁ ଦେଶରୁ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ର ସମସ୍ତଙ୍କୁ ଆଣ। ଏହି ନିର୍ଦ୍ଦେଶରୁ ହିଁ ଯଜ୍ଞର ବିଶାଳତା ଜଣାପଡ଼ୁଛି। ଆଉ କିଛି ଖାସ୍ ଅତିଥିମାନଙ୍କୁ ବ୍ୟକ୍ତିଗତ ଭାବରେ ନିମନ୍ତ୍ରଣ କରାଗଲା। ସେମାନଙ୍କ ମଧ୍ୟରେ କିଏ କିଏ ଥିଲେ? ଥିଲେ ମିଥିଳାର ଜ୍ଞାନୀ ରାଜା ଜନକ, କାଶୀର ରାଜା ଯିଏ ଦଶରଥଙ୍କର ଘନିଷ୍ଠ ବନ୍ଧୁ ଥିଲେ, ରାଣୀ କୈକେୟୀଙ୍କ ବାପା ଅର୍ଥାତ୍ କେକୟ ରାଜ୍ୟର ରାଜା, ଆଉ ଅଙ୍ଗଦେଶର ରାଜା ରୋମପାଦ। ସେହି ଥିଲେ ମୁଖ୍ୟ ପୁରୋହିତ ଋଷ୍ୟଶୃଙ୍ଗଙ୍କ ଶ୍ୱଶୁର। ଏହି ନିମନ୍ତ୍ରଣଗୁଡ଼ିକ କେବଳ ଔପଚାରିକତା ନଥିଲା, ଏହା ରାଜନୈତିକ ସମ୍ପର୍କକୁ ଆହୁରି ମଜବୁତ କରିବାର ଏକ ମାଧ୍ୟମ ଥିଲା। ଆଉ ଦେଖୁ ଦେଖୁ ବଶିଷ୍ଠଙ୍କର ଯୋଜନା ଆଉ ସୁମନ୍ତ୍ରଙ୍କର ପରିଶ୍ରମ ସଫଳ ହେଲା। ଦୁନିଆର କୋଣ ଅନୁକୋଣରୁ ଅତିଥିମାନେ ଆସି ଅଯୋଧ୍ୟାରେ ପହଞ୍ଚିବାକୁ ଲାଗିଲେ। ପୂରା ଅଯୋଧ୍ୟା ନଗରୀ ସତେ ଯେମିତି ଏକ ବିଶାଳ ଉତ୍ସବର କେନ୍ଦ୍ର ପାଲଟି ଯାଇଥିଲା। ଆଉ ଯେଉଁ ରାଜାମାନେ ଆସୁଥିଲେ, ସେମାନେ ଖାଲି ହାତରେ ଆସୁନଥିଲେ। ସମସ୍ତେ ରାଜା ଦଶରଥଙ୍କ ପାଇଁ ଗୋଟିଏରୁ ବଳି ଗୋଟିଏ ମୂଲ୍ୟବାନ ରତ୍ନ ଆଉ ଉପହାର ନେଇ ଆସିଥିଲେ। ଅଯୋଧ୍ୟାର ଗଳିକନ୍ଦି ସଙ୍ଗୀତ, ନାଚ ଆଉ ଖୁସିରେ ଫାଟି ପଡ଼ୁଥିଲା। ସତ କହିବାକୁ ଗଲେ, ଏହା ଥିଲା ଅଯୋଧ୍ୟାର ଗୌରବର ଏକ ଅଦ୍ଭୁତ ପ୍ରଦର୍ଶନ। ଶେଷରେ ସେହି ମୁହୂର୍ତ୍ତ ଆସିଲା। ମହର୍ଷି ବଶିଷ୍ଠଙ୍କ ମୁହଁରେ ଥିଲା ପୂର୍ଣ୍ଣ ସନ୍ତୋଷର ହସ। ସେ ରାଜା ଦଶରଥଙ୍କ ପାଖକୁ ଯାଇ କହିଲେ, ମହାରାଜ, ଆପଣଙ୍କ ଆଦେଶରେ ସବୁ ରାଜା ପହଞ୍ଚି ସାରିଛନ୍ତି। ମୁଁ ସମସ୍ତଙ୍କୁ ଯଥୋଚିତ ସମ୍ମାନ ଦେଇଛି। ଯଜ୍ଞସ୍ଥଳ ବି ପୂରା ପ୍ରସ୍ତୁତ। ଏବେ ଆପଣଙ୍କ ଆଗକୁ ବଢ଼ିବାର ସମୟ। ବାସ୍, ସବୁ ପ୍ରସ୍ତୁତି ଶେଷ। ଏବେ କେବଳ ଯଜ୍ଞ ଆରମ୍ଭ ହେବାର ଅପେକ୍ଷା। ତେବେ ସେହି ମହାନ ପ୍ରସ୍ତୁତି ପରେ ଆସିଲା ସେହି ପବିତ୍ର ମୁହୂର୍ତ୍ତ। ମାସ ମାସର ପରିଶ୍ରମ ଆଉ ବର୍ଷକର ଅପେକ୍ଷା ପରେ ମହାଯଜ୍ଞର ଶୁଭାରମ୍ଭ ହେବାକୁ ଯାଉଛି। ଶାସ୍ତ୍ର ଅନୁସାରେ ଏକ ଶୁଭ ଦିନ, ଏକ ଶୁଭ ଲଗ୍ନରେ ରାଜା ଦଶରଥ, ଗୁରୁ ବଶିଷ୍ଠ ଆଉ ଋଷି ଋଷ୍ୟଶୃଙ୍ଗଙ୍କ ନିର୍ଦ୍ଦେଶରେ ସେହି ପବିତ୍ର ଯଜ୍ଞସ୍ଥଳରେ ପ୍ରବେଶ କଲେ। ଚାରିଆଡ଼େ କେବଳ ବେଦ ମନ୍ତ୍ରର ଧ୍ୱନି। ପୂରା ବାତାବରଣଟା ସତେ ଯେମିତି ଦିବ୍ୟ ହୋଇଯାଇଥିଲା। ଆଉ ଆଗରେ ଥିଲେ ମହାନ ତପସ୍ୱୀ ଋଷ୍ୟଶୃଙ୍ଗ। ତାଙ୍କ ନେତୃତ୍ୱରେ ବଡ଼ ବଡ଼ ପୁରୋହିତମାନେ ଶାସ୍ତ୍ରର ପ୍ରତିଟି ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରି ଅଶ୍ୱମେଧ ଯଜ୍ଞର ପବିତ୍ର କର୍ମ ଆରମ୍ଭ କଲେ। ଯଜ୍ଞକୁଣ୍ଡରେ ଅଗ୍ନି ପ୍ରଜ୍ୱଲିତ ହେଲା, ଆହୁତି ଦିଆଗଲା, ଆଉ ଏହା ସହିତ ସେହି ଦୀର୍ଘ ପ୍ରତୀକ୍ଷିତ ମହାଯଜ୍ଞ ଆରମ୍ଭ ହୋଇଗଲା। ଭାବନ୍ତୁ ଥରେ, ଗୋଟିଏ ପିଢ଼ିର ସବୁଠୁ ବଡ଼ ଯଜ୍ଞ ଆରମ୍ଭ ହୋଇସାରିଛି। ମର୍ତ୍ତ୍ୟଲୋକର ରାଜା ମହାରାଜାଙ୍କଠୁ ଆରମ୍ଭ କରି ଦେବଲୋକର ଦେବତା ପର୍ଯ୍ୟନ୍ତ ସମସ୍ତଙ୍କର ନଜର ଏବେ ଅଯୋଧ୍ୟା ଉପରେ। ତେବେ ଏହାର ଫଳ କ'ଣ ହେବ? ରାଜା ଦଶରଥଙ୍କ ମନର ଇଚ୍ଛା କ'ଣ ପୂରଣ ହେବ? ଏହି ମହାଯଜ୍ଞ ଆଗକୁ କେଉଁ ମୋଡ଼ ନେବ? ଏସବୁ ଜାଣିବା ପାଇଁ ଆମକୁ ପରବର୍ତ୍ତୀ ସର୍ଗକୁ ଅପେକ୍ଷା କରିବାକୁ ପଡ଼ିବ।